ଜୟପୁର ବିଜେପି ଦଳ ପକ୍ଷରୁ ରଘୁନାଥ ମନ୍ଦିର ଛକ ରଥ ପଡ଼ିଆଠାରେ ଧର୍ଷଣକାରୀ ଛାତ୍ର କଂଗ୍ରେସ ସଭାପତି ବିରୁଦ୍ଧରେ ଦର୍ଶନକାରୀଙ୍କୁ ପ୍ରୋତ୍ସାହନ ଦେଉଥିବା ନେତାଙ୍କ ବିରୁଦ୍ଧରେ ପିସିସି ସଭାପତି ଭକ୍ତ ଦାସ, ରାହୁଲ ଗାନ୍ଧୀ, ଉଦିତ ପ୍ରଧାନଙ୍କ ଫଟୋକୁ ଜତାମାଡ଼ କରି ଫଟୋ ଚିତ୍ରକୁ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ, ସେହି କଂଗ୍ରେସ ଦଳ ଜାଣି ରଖିବା ଦରକାର ନିଜ ଦଳର ଛାତ୍ର ନେତା ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ। ଆଜି ଯେଉଁମାନେ ଲୋକଙ୍କ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଉଥିଲେ, ଗଣ ଦୁଷ୍କର୍ମ ଜୁଇଁରେ ନିଜେ ହିଁ ଜଳି ଯାଇଛନ୍ତି। ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଡବଲ ଇଞ୍ଜିନ ସରକାର ଠିକ୍ ପଦକ୍ଷେପ ନେଇ ଛାତ୍ର କଂଗ୍ରେସ ସଭାପତିଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି। କେଉଁଭଳି ଭାବରେ ଜଣେ ଗଣ ଦୁଷ୍କର୍ମ କରିଥିବା ଯୁବକକୁ ଛାତ୍ର କଂଗ୍ରେସ ସଭାପତି ଦାୟିତ୍ୱ ଦେଇଥିଲେ ଲଜ୍ଜା ଲାଗିବା କଥା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜୟପୁର ବିଜେପି ନଗର ସଭାପତି ଏସ୍ ମନୋଜ, ବିଜେପି ମିଡ଼ିଆ ପ୍ରଭାରୀ ମୀନା ଦାସ, ମଧୁ ହିଆଲ, ନଳିନୀ ଦାସ ପ୍ରମୁଖଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ। କ'ଣ ଆପଣ କହିବେ, କେବେ ଓଡ଼ିଶା ବନ୍ଦ ଡାକରା ଦେବେ କୁହନ୍ତୁ? ବବି ଦାସଙ୍କୁ ମଧ୍ୟ ଆମେ ପ୍ରଶ୍ନ ପଚାରୁଛୁ। ଯେଉଁଭଳିଆ ଗୋଟେ ଡ୍ରାମା ଚଲାଉଥିଲ ଓଡ଼ିଶାରେ, ସାମାନ୍ୟ ଲୋକଙ୍କୁ ଯେଉଁଭଳିଆ ଅସୁବିଧା କରୁଥିଲ ଗୋଟେ ବନ୍ଦ କରିକିନା, ସେ ବନ୍ଦରେ ଆପଣ ସମସ୍ତେ ଦେଖିପାରୁଥିବେ। ନାଚ, ମଦ, ଅବହେଳା ଏଇଭଳିଆ ଓଡ଼ିଶାକୁ ନଷ୍ଟ କରୁଥିଲେ। ଏଇଭଳିଆ ଲୋକ କ'ଣ ଓଡ଼ିଶାକୁ ସୁରକ୍ଷା କରିବେ? ମହିଳାମାନଙ୍କୁ କ'ଣ ସୁରକ୍ଷା ଦେବେ? ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା କ୍ୟାମରା ଲାଇଭ୍।